ପାଇଲା ଗୁମ୍ଫା ଦେଖିଲା ସେଥିରେ ସେ ରହିକି ରାତିଟା କଟେଇଦବ ବୋଲି ଭାବିଲା ହେଲା। ସେଥିରେ ସେ ରହିକି ରାତିଟା କଟେଇଦବ ବୋଲି ଭାବିଲା। ଏହି ସମୟରେ ବାଘଟିଏ ଆସି ଗୁମ୍ଫା ପାଖରେ ପହଞ୍ଚି ଗଲା। ତା ଘର ଭିତରେ କିଏ ଗୋଟେ ରହିଛି ଏଇଆ ଭାବିକି ସେ ପଚାରିଲା, ମୋ ଘର ଭିତରେ କିଏ ରେ? ପହଞ୍ଚିଲା ମୋ ଘର ଭିତରେ କିଏ ରେ? ବାଘକୁ ଦେଖି ଛେଳିର ମାଲିକ ଶୁଖିଗଲା। ସେ ଗୋଟେ ବୁଦ୍ଧି ପାଣିଥିଲା, କହିଲା ହେଉଛି ଭାଗ। କ'ଣ କହିଲା? ହେଉଛି ଭାଗ। ମୁଁ କେବଳ ବାଘମାନଙ୍କୁ ମାରିଥାଏ। 2 ଦିନ ହେଲା ଗୋଟିଏ ହେଲେ ବାଘ ଜୁଟି ନାହାନ୍ତି। ଯାହା ହେଉ ଆଜି ତତେ ଖାଇକି ମୁଁ ଭୋକ ପେଟେଇ। ଏକଥା ଶୁଣି ବାଘ ମାରିଲା ଡିଆ ମଣକୁ। ମୋଠୁ ଯିଏ ଗୋଟେ ଅଧିକ ଶକ୍ତିଶାଳୀ ଆଇଛି ଏରି ଆଉ। ନିଜ ବୁଦ୍ଧି ବଳରେ ଛେଳିଟି ବାଘ ମୁହଁରୁ ରକ୍ଷା ପାଇ ତାହେଲେ ବୁଦ୍ଧି ବଳ ପାଖରେ ସବୁ ବଳ ହାର ନାହିଁ ଥାଏ। ସବୁ ବଳ ଠାରୁ ବୁଦ୍ଧିର ବଳ ବଡ଼। ବୁଦ୍ଧି ବଳେ ହେଲେ ଛେଳି ହୁଏ ବଡ଼। ବୁଝିଲ? ତାହେଲେ ଛେଳି ମାନେ ବଳରେ କ'ଣ କରୁଥିଲେ? ଛେଳି ମାନେ ବଳରେ କ'ଣ କରୁଥିଲେ? ଚରୁଥିଲେ। ଗୋଟିଏ ଛେଳି ଫେରିବାକୁ କାହିଁକି ବାଟ ପାଇଲା ନାହିଁ? ସନ୍ଧ୍ୟା ହୋଇଯିବାରୁ। ସେ ରାତିରେ କେଉଁଠି ରହିବା ପାଇଁ ଠିକ୍ କଲା? ସେ ରାତିରେ ଗୋଟିଏ ଗୁମ୍ଫାରେ ରହିବାକୁ